ନବଦା ଭକ୍ତି ଯୋଉ କହୁଛେ ମାନେ ଭକ୍ତି ହଉ ଜ୍ଞାନ ହଉ ଯେକୌଣସି କାର୍ଯ୍ୟ ଆମେ କରୁଛେ ଉଦ୍ଦେଶ୍ୟ ଆମେ ବର୍ତ୍ତମାନ ଯାହା ଆମର ସ୍ଥିତି ଅଛି ଶାରୀରିକ ମାନସିକ ସ୍ଥିତି ଅଛି ସେଥିରୁ ଟିକେ ବେଟର ହବା ପ୍ରତ୍ୟେକ କାର୍ଯ୍ୟର ମୂଳ ତତ୍ଵ ଏହା ରହୁଛି। ଯେକୌଣସି ଆମେ କାର୍ଯ୍ୟ କରୁଛେ ତା ମୂଳରେ ହଉଛି ଆମେ ଯୋଉ ପରିସ୍ଥିତିରେ ଅବସ୍ଥାରେ ଅଛେ ତାଠୁ ବେଟର ହବା। ତେଣୁ ଯଦି ଭକ୍ତି ଅଛି ଭକ୍ତିର ଉଦ୍ଦେଶ୍ୟ ବି ସେୟା ହବ ଆମର ମାନସିକ ଶାରୀରିକ ସ୍ଥିତି ଯାହା ଅଛି ସେଥିରୁ ଆମେ ଉନ୍ନତି ପ୍ରାପ୍ତ କରିବା। ତ ନବଦା ଭକ୍ତି ରୂପରେ ଯାହା ପ୍ରଚଳିତ ପ୍ରଥା ଚାଲିଛି ମୂର୍ତ୍ତି ପୂଜା ଚାଲିଛି ବା ଉପବାସ କିଏ କରୁଛନ୍ତି ଯଦି ତା ଦ୍ଵାରା ଆପଣଙ୍କ ଶାରୀରିକ ମାନସିକ ସ୍ଥିତିରେ ଉନ୍ନତି ଆସୁଛି ତ ସେଇଟା ନବଦା ଭକ୍ତିରେ ଗଣାଯାଇ ପାରିବ। ତାକୁ ନିଷ୍ପକ୍ଷ ହେଇକି ଅନ୍ତର୍ଦୃଷ୍ଟି ରଖିକି ଦେଖିବାର ପର୍ଯ୍ୟବେକ୍ଷଣ କରିବାର ଆବଶ୍ୟକତା ଅଛି ନା ବାସ୍ତବରେ 9 ଦିନ ଭିତରେ ମୋର କଣ ମୁଁ ଉପଲବ୍ଧି ପାଇଛି ମୋର କଣ ଡିମେରିଟ ଥିଲା ବା ମୋର ଆନ୍ତରିକ କଣ ଦୁର୍ଗୁଣ ଥିଲା ମୁଁ ସେଥିରୁ ମୁକ୍ତି ପାଇପାରିଛି ବା ତାକୁ ନିଜ ଅଧୀନରେ ଆଣିପାରିଛି। ତେଣୁ ଦେଖିବେ ଯୋଉ ପ୍ରଚଳିତ ପ୍ରଥା ଚାଲିଛି ସେଥିରେ କିଛି ବି ହଉନଥିବ। କିଛି ନାହିଁ ଆପଣଙ୍କ ଯେମିତି ଛାଡ ଖାଇ କୁହନ୍ତିନି ମାସ ଛାଡିଦେବେ ପୁଣି ଆମିଷ ଖାଇବେ ପୁରା ତ ସେଇଭଳି ଜିନିଷ ଯଥା ପୂର୍ବଂ ତଥା ପର ପୂର୍ବରୁ ଯାହା ଥିଲେ ସେମିତି ପରେ ସେଇ ଭିତରେ କାମ କ୍ରୋଧ ଲୋଭ ଈର୍ଷା ଦୋଷ ଅହଙ୍କାର ମଦ ମାତ୍ସର୍ଯ୍ୟ ଭର୍ତ୍ତି ରହିଛି ତ ନବଦା ଭକ୍ତି ଲାଭ ନାହିଁ ନା। ହଁ ତେଣୁ ଆକ୍ଚୁଆଲି ତାର ଆଧ୍ୟାତ୍ମିକ ଅର୍ଥ ହଉଛି ଯେ ଆପଣ ଭିତରେ ସେଇ ଦୈବ୍ୟ ଗୁଣ କୁ ଉନ୍ମୋଚନ କରିବା ତାକୁ ନରିଶମେଣ୍ଟ କରିବା ତାକୁ ଧୀରେ ଧୀରେ ତାକୁ ବଢେଇବା ସାତ୍ଵିକତା ଆଣିବା କାରଣ ପ୍ରତ୍ୟେକ ମଣିଷ ପ୍ରାଣୀ 3ଟି ଗୁଣରେ ସେ ବନ୍ଧା ସାତ୍ଵିକ ରାଜସିକ ତାମସିକ ଏବଂ ଆଉ ଗୋଟା ହଉଛି ଗୁଣାତୀତ ଯାହାକି ପ୍ରତ୍ୟେକ ସଦ୍ଗୁରୁ ମାନେ ସିଦ୍ଧ ସାଧକ ମାନେ ସେଇ ଅବସ୍ଥା ଉପଲବ୍ଧି କରନ୍ତି ବା ଏଇଟା ହଉଛି ପ୍ରକୃତରେ ପ୍ରତ୍ୟେକ ଆତ୍ମାର ବା ଜୀବର ସର୍ବୋଚ୍ଚ ସମ୍ଭାବନା ବା ତାର ଲକ୍ଷ୍ୟସ୍ଥଳ। ଯେପର୍ଯ୍ୟନ୍ତ ଆପଣ ସାତ୍ଵିକ ଗୁଣ ଅଧିକାରୀ ହେଇନାହାନ୍ତି ବା ଗୁଣାତୀତ ହେଇନାହାନ୍ତି ସେ ପର୍ଯ୍ୟନ୍ତ ଆପଣ ଯୋଉଟା କୁହନ୍ତି ସେଇ ସର୍ବୋଚ୍ଚ ଆନନ୍ଦର ଅଧିକାରୀ ହେଇପାରିବ ନାହିଁ। ହଁ ଜଣେ ତାମସିକ କର୍ମ କରିବ ତାମସିକ ଗୁଣରେ କାର୍ଯ୍ୟ କରିବ ତା ମନରେ କେବେ ସ୍ଥିରତା ଆସିବନି ଶାନ୍ତି ଆସିବନି ଅସମ୍ଭବ କଥା। ଇଆଡେ ଆପଣ ନିଆଁରେ ହାତ ପୁରଉଥିବେ ସେଟା କହିବେ ମୁଁ ମୋ ଶୀତଳତା ଲାଗୁ ବା ମୁଁ ଶାନ୍ତିରେ ରହେ ଏଇଟା ଅସମ୍ଭବ କଥା ନା। ତେଣୁ କର୍ମ ଅନୁସାରେ ଫଳ ତେଣୁ ସାତ୍ଵିକ ଗୁଣ ଯୋଉ ଅଛି ରାଜସିକ ତାମସିକ ତେଣୁ ଧୀରେ ଧୀରେ ଉପରକୁ ଆପଣ ଉଠିବେ। ତେଣୁକରି ଆପଣଙ୍କର ବେଦରେ ସେଇ ବ୍ରହ୍ମ କର୍ମ କଥା କୁହାଯାଏନି କି ଜନ୍ମନା ଜାୟତେ ଶୂଦ୍ର ଯିଏ ଜନ୍ମ ମାତ୍ରେ ସେ ଶୂଦ୍ର। ଜନ୍ମନା ଜାୟତେ ଶୂଦ୍ର ମାନେ ଜନ୍ମରୁ ଶୂଦ୍ର ଆମେ ଯୋଉ ଜାତି ପ୍ରଥା କରିଛନ୍ତି ଆପଣଙ୍କର ବ୍ରାହ୍ମଣ କ୍ଷତ୍ରୀୟ ବୈଶ୍ୟ ଶୂଦ୍ର ତେଣୁ ଜଣେ ଜନ୍ମ ନଉଛି ଜୋନି ଜନ୍ମ ମାନେ ସିଏ ଯେକୌଣସି କୂଳରେ ଜନ୍ମ ନଉ ସେ ଶୂଦ୍ର। ଶୂଦ୍ର ଅର୍ଥ କଣ ମାନେ ଆମେ କହୁଛେ ନୀଚ ନୁହେଁ ଆକ୍ଚୁଆଲି ସେଇଟା କଣ ହଉଛି ସ୍ଵରେ ଦରିଦ୍ର ସ୍ଵ ଜ୍ଞାନ ଯାହା ଭିତରେ ନାହିଁ ନିଜେ ସିଏ କଣ ସେ ଜାଣି ନାହିଁ ବୁଝିପାରୁଛନ୍ତି ସ୍ୱରେ ଦରିଦ୍ରତା ଅର୍ଥ କଣ ସ୍ଵ ଜ୍ଞାନ ତାର ନାହିଁ ସେ ନିଜକୁ ଦେହ ଜ୍ଞାନ କରିଥାଏ ନିଜକୁ ବିଭିନ୍ନ ପ୍ରକାର ଆପଣ ଜନ୍ମ ଜନ୍ମାନ୍ତର ସଂସ୍କାର ନିଜକୁ ବାନ୍ଧିଥାଏ ଭୟ ଲୋଭ କ୍ରୋଧ ଏଇ ସବୁ ଗୁଣରେ ସେ ମାନେ ବଶବର୍ତ୍ତୀ ଥାଏ ନିଜର ଆତ୍ମଜ୍ଞାନ ନଥାଏ ତାକୁ ଆମେ ଶୂଦ୍ର କହୁ ଅର୍ଥାତ ଅଜ୍ଞାନ ସେ ଅବସ୍ଥା। ତାପରେ ଆପଣଙ୍କର ଯୋଉ ବ୍ରତ ଉପନୟନ ହୁଏ ବା ଆପଣଙ୍କର ସଂସ୍କାରିତ ହୁଏ ଆଗ କାଳ ସେଇଟା ତ ଥିଲା ନା ସମସ୍ତେ ଗୁରୁକୁଳ ଯାଇକି ସଂସ୍କାରିତ ହଉଥିଲେ ସଂସ୍କାରିତ ଅର୍ଥ କଣ ଆପଣଙ୍କ ଭିତରେ କିଛି ଧାରଣାକୁ ଦିଆଯିବ ସତ୍ୟ ଜ୍ଞାନକୁ ଆପଣଙ୍କୁ ଦିଆଯିବ ଯେମିତି ଆମେ ଯୋଗ ସାଧନ କରିକି ସେଇ ଇଏ କରୁଛେ ନୂତନ ସଂସ୍କାରକୁ ଗ୍ରହଣ କରୁଛେ ଦେହ ଜ୍ଞାନରୁ ଉଠିକି ଆପଣ ଆତ୍ମଜ୍ଞାନକୁ ଯାଉଛନ୍ତି ସଂସ୍କାରିତ ହେଲେ ଆପଣଙ୍କ ଭିତରେ ମାନେ ସଂଶୋଧନ ହେଲା ଭୁଲ ସଂଶୋଧନ ହେଲା ଅନ୍ଧବିଶ୍ୱାସ ଯାଇ ସଦ୍ଜ୍ଞାନ ଯିବେ ସଂସ୍କାର ତ ହେଲା ସେଇଟା ଦ୍ୱିଜୟ ହେବେ ଦୁଇଥର ଜନ୍ମ ନେଲେ କାହିଁକି ନା ମାତୃ ଗର୍ଭରୁ ଆମେ ଥରେ ଜନ୍ମ ନେଇଥିଲେ ଗୁରୁକୁଳ ଆଶ୍ରମରେ ଆମେ ଥରେ ରହିକି ଆଉ ଗୋଟେ ଜନ୍ମ ଆମର ହେଲା ଯେମିତି ଆମ ଦେହ ଜ୍ଞାନରେ ବଞ୍ଚୁଥିଲେ ସାଂସାରିକ ଭୋଗ ବିଳାସରେ ବଞ୍ଚୁଥିଲେ ତାପରେ ଆପଣଙ୍କର ଆମେ ଆଧ୍ୟାତ୍ମିକ ପଥରେ ଆମେ ଗଲେ ଗୁରୁ ଆମକୁ ଗୋଟେ ନୂଆ
ଦିଗଦର୍ଶନ ଦେଲେ ଯୋଉଟା କି ସତ୍ୟ। ତାପରେ ଆପଣଙ୍କ ବେଦ ଧ୍ୟାନ କରିବେ, ବିଭିନ୍ନ ଧର୍ମଶାସ୍ତ୍ର ପଠନ କଲେ ବା ଆପଣଙ୍କ ମହାପୁରୁଷଙ୍କ ବାଣୀକୁ ଜାଣିଲେ ଏବଂ ତଦ ଅନୁସାରେ ସାଧନ କଲେ, ସାଧନ କରି ଆପଣ ବ୍ରହ୍ମକୁ ଜାଣିବେ। ବ୍ରହ୍ମ ଉପଲବ୍ଧି ହେଲେ ଆପଣ ବ୍ରାହ୍ମଣ ହେଲେ। ତ ଏସବୁ ଜିନିଷ ଗୋଟେ ପ୍ରୋସେସ ଅଛି। ବ୍ରାହ୍ମଣତ୍ୱ ଗୋଟେ ପୋଷ୍ଟ, ଗୋଟେ ପଦବୀ, ଏଟା ଜାତିବାଦ ନୁହେଁ ବା ଆପଣଙ୍କର ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ ହଉଥିବା ଗୋଟିଏ ମାନେ ପ୍ରଥା ନୁହେଁ, ଗୋଟେ କିଛି ଗୋଟେ ବ୍ୟବସ୍ଥା ନୁହେଁ। ଯେମିତି ବାପା ମଲା ପରେ ପୁଅକୁ ତାର ସମସ୍ତ ସମ୍ପତ୍ତି ଉତ୍ତରାଧିକାରୀ ସୂତ୍ରରେ ମିଳିଯାଏ, ବୁଝିପାରିଲେ। ତେଣୁ ଇଏ ଗୋଟେ ପଦବୀ, ଆ ପାଇଁ ଯୋଗ୍ୟତା ଥିବା ଦରକାର। ଜଣେ କଲେକ୍ଟର ହେଲା, ତା ପୁଅ କହିବ ମୁଁ କଲେକ୍ଟର, ହବ କି? ହଁ କଲେକ୍ଟର ହେଇପାରେ, ତାକୁ ସୁଯୋଗ ମିଳିବ, କାରଣ ବାପା ଯେମିତି କଲେକ୍ଟର ହେଇଛି ପ୍ରୋସେସ ଟା ଜାଣିଛି ନା। ସେ ଯଦି କଲେକ୍ଟର ପାଠ ପଢିଲା, ଇଣ୍ଟରଭ୍ୟୁ ଦେଲା, ସଫଳ ହେଲା, ତାହେଲେ ତ କଲେକ୍ଟର ହିସାବରେ ଆମେ ଜାଣିଦବା। କିନ୍ତୁ ଇଏ ପଢିବନି, ବାପା କଲେକ୍ଟର ମାନେ ଆମେ 7 ବର୍ଷ କଲେକ୍ଟର, ଏଟା ଭୁଲ କଥା। ବ୍ରାହ୍ମଣ ମାନେ ସେଇଭଳି ଜିନିଷ। ବ୍ରହ୍ମତ୍ୱ ମାନେ ସର୍ବଶ୍ରେଷ୍ଠ। ଆପଣଙ୍କ ଭିତରେ 9ଟି ଗୁଣ ଆପଣଙ୍କ ଭିତରେ ରହିବ। ଭଗବତ ଗୀତାରେ ତା ବର୍ଣ୍ଣନା କରାଯାଇଛି। ତ ଯେତେବେଳେ ଆପଣ ସେଇ ଗୁଣ ଅଧିକାରୀ ହେବେ, ତ ଆପଣ ବ୍ରହ୍ମ ହେବେ, ଆପଣ ଶ୍ରେଷ୍ଠ ବ୍ୟକ୍ତିତ୍ୱ ହେବେ। ଆପଣଙ୍କ ଭିତରେ ସେଇ ସଚ୍ଚିଦାନନ୍ଦ ଆପଣ ଅନୁଭବ କରିବେ। ଏଇଭଳି ଭାବରେ ଅଛି, କିନ୍ତୁ ଆମେ ଅପଭ୍ରଂଶ ହେଇକି ଗୋଟେ ଜାତି ପ୍ରଥା ଭାବରେ ତାକୁ ନେଇଯାଇଛେ ଆଉ କଣ। ବୁଝିପାରିଲେ? ବହୁତ ସୁନ୍ଦର କଥା। ହଁ, ତାପରେ ଆପଣ ଦେଖନ୍ତୁ ଭଗବତ ଗୀତାରେ କହିଲେ ବ୍ରାହ୍ମଣ ମୁଖରୁ ଜାତ, କ୍ଷତ୍ରିୟ ଆପଣ ବାହୁରୁ ଜାତ, ବୈଶ୍ୟ ଜଙ୍ଘରୁ, ବୁଝିପାରିଲେ, ବା ଆପଣ ଶୂଦ୍ର ଗୋଡରୁ। ଏଇଟା କଣ ଲଜିକ ଜିନିଷ ଅଛି କି? ଆଉ ତାତ୍ତ୍ୱିକ ଦୃଷ୍ଟିକୋଣ କଣ? ସମସ୍ତେ ପେଟ ଭିତରେ ଗର୍ଭ ଧାରଣ କରି ଯୋନି ଜନ୍ମା ହୁଅନ୍ତି, ବୁଝିପାରିଲେ। ବାହୁରୁ ମୁଖରୁ କେହି ସୃଷ୍ଟି ହୁଅନ୍ତି ନାହିଁ। ହଁ, ଯଦି ବି ଯିଏ ୟାକୁ କହୁଛି, ଭଗବାନଙ୍କର ସର୍ବାଙ୍ଗ ପବିତ୍ର ନା ନାହିଁ? ତାଙ୍କର ମୁହଁ ବି ପବିତ୍ର, ତାଙ୍କର ବାହୁ ବି ପବିତ୍ର, ତାଙ୍କ ଗୋଡ ବି ପବିତ୍ର। କିନ୍ତୁ ଏ ସବୁ ମନୁଷ୍ୟ ନିଜର ସୀମିତ ବିଚାର ଶକ୍ତି, କଳୁଷିତ ମାନସିକତାରେ ସେ ୟାକୁ ବ୍ୟାଖ୍ୟା କରିଛି। ଈଶ୍ୱରଙ୍କର ସବୁ ତ ପବିତ୍ର ନା, ଯୋଉଠୁ ଜନ୍ମ ହେଲା ସେ ତ ପବିତ୍ର ହବ। କିନ୍ତୁ ଆମେ ଜାଣିଛୁ ମନୁଷ୍ୟ ଭାବରେ ଆମ ଗୋଡଟା ଅପବିତ୍ର, ଆମ୍ଭ ମାନଙ୍କର ରେଚନ ଯନ୍ତ୍ର ଅପବିତ୍ର। ଏଇଟା ସୀମିତ ଜ୍ଞାନରେ ଆମେ ଜାଣୁଛେ। ଆକ୍ଚୁଆଲି କଣ ତା ଅର୍ଥ ହବ? ବାହୁ ମୁଖରୁ ଜାତ ମାନେ ମିନ୍ସ କଣ? ମୁଖ ହଉଛି ଆପଣଙ୍କର ଶବ୍ଦ କହିବାର ଗୋଟିଏ କର୍ମେନ୍ଦ୍ରିୟ, ବୁଝିପାରୁଛନ୍ତି? ତ ଆପଣ ଉପଦେଶ ଦେବେ। ବ୍ରାହ୍ମଣ ମୁଖରୁ ଜାତ ଅର୍ଥ, ବ୍ରାହ୍ମଣର ମୁଖଟା ହଉଛି ପ୍ରଧାନ, ଅର୍ଥାତ ସିଏ ବଚନ ମାଧ୍ୟମରେ ଉପଦେଶ ଦେବେ, ସଦ୍ଜ୍ଞାନ ଦେବେ, ଯୋଗ ଶିକ୍ଷା ଦେବେ, ସଂସାରକୁ ଆପଣଙ୍କ ସତ ମାର୍ଗରେ ନେବେ। ତେଣୁ ସେଠି ହେଲା ମୁଖ୍ୟ ହେଲା ମୁଖ ମାଧ୍ୟମ, ବଚନ ମାଧ୍ୟମରେ ସେଇ ସେବା କରିବେ। କ୍ଷତ୍ରିୟ ଯାହାର ବାହୁ ବଳ ଅଧିକା ଅଛି, ଶୌର୍ଯ୍ୟ ବୀର୍ଯ୍ୟ, ସିଏ ହେଲା ମୁଖ୍ୟ। ସେ ଜାତ ନୁହେଁ, ସେଟା ମୁଖ୍ୟ ହେଲା ତାର ବାହୁ ବଳଟା। ସେ ତା ବଲେ ସିଏ ଆପଣଙ୍କୁ ଯିଏ ସତ ମାର୍ଗରେ ଅଛନ୍ତି ତାକୁ ପ୍ରୋଟେକ୍ସନ ଦେବେ, ସନ୍ନ୍ୟାସ ମନ୍ତ୍ର କାମ କରିବେ, ଏଇଭଳି ଭାବରେ ହବ। କିନ୍ତୁ ଆମେ ତାକୁ ଅଲଗା ଅର୍ଥ ନେଇଯାଉଛେ, ମୁଖରୁ ଜାତ ମାନେ ସେ ଶ୍ରେଷ୍ଠ ହେଲେ। ଏ କଣ ଜାତ ଶ୍ରେଷ୍ଠ ହେଇଯିବେ? ତାମାନେ ଭଗବାନଙ୍କର ମୁଖଟା ପବିତ୍ର ଜାଗା, ତାଙ୍କ ଗୋଡଟା ନିକୃଷ୍ଟ। ତାହେଲେ କାହିଁକି ଗୋଡକୁ ଧରା ହଉଛି ପାଦ ପଦ୍ମ ବୋଲି କୁହାହେଇଛି? ବାସ୍ ସେଇଭଳିଆ। ସେଥିରେ ଆମର ବିଭିନ୍ନ ପ୍ରକାର ଆମକୁ ଡରେଇ ଧମକେଇକି ପ୍ରକୃତ ଜ୍ଞାନରୁ ଦୂରେଇ ଦିଆଯାଇଛି, ଭୟ ଦେଖେଇକି, ବୁଝିପାରିଲେ। ଆପଣ ଭଗବତ ଗୀତା ଦେଖିବେ 9ଟି ଯୋଉ ବ୍ରାହ୍ମଣର ସ୍ୱାଭାବିକ କର୍ମ କୁହାଯାଇଛି। ସ୍ୱାଭାବିକ ମନୁଷ୍ୟ ସ୍ୱାଭାବିକ କର୍ମ କାହାକୁ କହିବେ ନା? ଜନ୍ମ ଜନ୍ମାନ୍ତରୁ ଆମେ କରି ଆସିଥିବା କର୍ମର ସଂସ୍କାର ବଶତଃ ଯୋଉ କର୍ମ ଆମ ଅଟୋମେଟିକ ହବ, ସେଟା ସ୍ୱାଭାବିକ କର୍ମ। ବ୍ରାହ୍ମଣ ସ୍ୱାଭାବିକ କର୍ମ ସେ ଦମ ତମ ତପ ଶୌଚ ଏଇସବୁ ଜିନିଷ ଅଛି ତାର। ସେ 9ଟି କର୍ମରେ ମୂର୍ତ୍ତି ପୂଜା ନାହିଁ। କିନ୍ତୁ ଆମେ ବର୍ତ୍ତମାନ ତଥାଗତ ସମାଜରେ ଦେଖୁଛେ ଏ 9ଟି କର୍ମ ହୁଏତ ନଥାଇପାରେ, କିନ୍ତୁ ଜଣେ ମୂର୍ତ୍ତି ପୂଜା କରୁଥିବ, ଆମେ ତାକୁ ବ୍ରାହ୍ମଣ କହୁଛେ। ଏଇଟା ପୁରା ଓଲଟା ହେଇଯାଇଛି। ବ୍ରାହ୍ମଣ କାହିଁକି ଶ୍ରେଷ୍ଠ? ନା ସେ ଶ୍ରେଷ୍ଠ ଗୁଣର ଅଧିକାରୀ, ସେଥିପାଇଁ ଶ୍ରେଷ୍ଠ। ବ୍ରାହ୍ମଣ ପ୍ରକୃତ ବ୍ରାହ୍ମଣ ଭିତରେ ଜାତି ପ୍ରଥା ନଥାଏ। ସେ କେବେ ଉଚ୍ଚ ନିଚର ବିଚାର କରେ ନା, ଭେଦଭାବ କରେ ନା। କିନ୍ତୁ ସାଧାରଣ ଲୋକମାନେ ଭେଦଭାବ କରିବେ ନା। ସେ ନିଚ ଜାତି ଉଚ୍ଚ ଜାତି, ତାଙ୍କ ଭିତରେ ଗୋଟେ ଜନ୍ମଗତ ଗୋଟେ ଏଇଭଳି ଭାବ ଥାଏ।
କିନ୍ତୁ ବ୍ରାହ୍ମଣ ହେଲେ କଣ ସେ ସବୁ ଊର୍ଦ୍ଧ୍ୱକୁ ପଳେଇବ ମାନେ ଅର୍ଥାତ୍ ଆମେ ଯୋଉଟା କରିପାରିବାନି ଆମ ପାଇଁ ଯୋଉଟା କଷ୍ଟ ତାଙ୍କ ପାଇଁ ସେଟା ସହଜ ସେଥିପାଇଁ ସେ ଉଚ୍ଚ। ମୁଁ ଧର 10 କିଲୋ ଟେକି ପାରୁନି ଆପଣ ଯଦି 50 କିଲୋ ଟେକିଲେ ଆପଣ ମୋଠୁ ଶ୍ରେଷ୍ଠ ନା ଶାରୀରିକ ବଳରେ। ତ ବ୍ରାହ୍ମଣ ମାନେ ଯୋଉ କର୍ମ କରିପାରିବେ ସାଧାରଣ ଲୋକମାନେ ତା କରିପାରନ୍ତିନି। ଏଇଟା ହେଲା ଶ୍ରେଷ୍ଠତ୍ୱ। ଆମେ ଶ୍ରେଷ୍ଠତ୍ୱ କଣ ଭାବିଛେ ନା ଖାଲି ପୂଜା ସିଏ କରିବେ। ପ୍ରକୃତରେ ବ୍ରାହ୍ମଣ କେବେ ପୂଜା କରେନି ସେ ପୂଜ୍ୟ। ସିଏ ଜଗତର ପୂଜ୍ୟ ସେ କାହାକୁ ପୂଜା କରିବନି। ଯଦି ବ୍ରାହ୍ମଣ ଶ୍ରେଷ୍ଠ ସେ ତ କ୍ଷତ୍ରିୟକୁ ପୂଜା କରିବନି। ତାହେଲେ ଯୋଉ ଭଗବାନ ଜନ୍ମ ହେଇଛନ୍ତି ରାମଚନ୍ଦ୍ର ହୁଅନ୍ତୁ କୃଷ୍ଣ ହୁଅନ୍ତୁ ସେ କ୍ଷତ୍ରିୟ ବୈଶ୍ୟ କୂଳରେ ନା ନାହିଁ। ଆଉ ତାକୁ କାହିଁ ପୂଜା କରୁଛ? ମୁଁ ଯଦି ଶ୍ରେଷ୍ଠ ତ ବୈଶ୍ୟ ଜାତିରେ ଜନ୍ମ ହେଇଥିବା ବା ଭଗବାନ ଅବତାର କରି ନେଇଥିବା ସେ ତତ୍ତ୍ୱ କାହିଁ ପୂଜା କରୁଛ? ବାସ୍ତବରେ ବ୍ରାହ୍ମଣ ଯିଏ ତାର ତେଜ ତାର ବୀର୍ଯ୍ୟ ଅଲଗା ଜିନିଷ ସେ ସବୁ। ସେ କର୍ପୁର ଉଡି ଯାଇଛି କପଡା ପଡିଲା ଭଳିଆ ବ୍ରାହ୍ମଣ ସେ କର୍ମ ନାହିଁ ଯୋଉଟା କି ଆମ ଶିବ ମୁନି ଆମକୁ ଶିଖେଇଛନ୍ତି। ଅଷ୍ଟାଙ୍ଗ ଯୋଗ ଯିଏ ପାଳନ କରିବ ସିଏ ହିଁ ପ୍ରକୃତ ବ୍ରାହ୍ମଣ ହେଇପାରିବ। ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧ୍ୟାନ ସମାଧି ଯମୁନି ଯୋଉ 10ଟି ଉପାଙ୍ଗ ଏଇଟା ପ୍ରକୃତରେ ବ୍ରହ୍ମକର୍ମ। ଏଇଟା ଭଗବତ ଗୀତା ଆପଣଙ୍କର କହିଛନ୍ତି। ଇଏ ଜାଣିଛନ୍ତି ଗୋଟେ ପେଟ ପୋଷିବା ବିଦ୍ୟା ରୂପରେ ନେଇଛନ୍ତି ଆଉ କଣ। ହଁ ତେଣୁ ଭକ୍ତି ସେଇଭଳିଆ ଆସିଲା ଅପରଭଂଶ ହେଇଯାଇଛି। ଯେତେବେଳେ ମଣିଷ ପ୍ରକୃତ ତତ୍ତ୍ୱକୁ ବୁଝି ପାରିଲାନି କିନ୍ତୁ ତାକୁ ଗୋଟେ ସହାୟକ ସପୋର୍ଟ କଲା ଭଳି ଅର୍ଥ ନେଇକି ବାହ୍ୟ ଦୃଷ୍ଟିରେ ତାକୁ ଦେଖି କଲା ଆଉ କଣ। ସେଥିପାଇଁ ଅପଭଂସ ହେଇଯାଇଛି। ନବଦା ଭକ୍ତି ସେଇ ଜିନିଷ ଯୋଉ ଅଛି ତା ଭିତରେ ସେ ନବଦା 9ଟା ଗୁଣ ଦରକାର ଆପଣଙ୍କ ଭିତରେ। ସେ ଭକ୍ତି ଯଦି ଆପଣ ଗୁଣ ବିକଶିତ ହଉନି ସେ କର୍ମ ଆପଣ ଜୀବନରେ ଆପଣ କରୁନାହାନ୍ତି ତାହେଲେ ସେ ଭକ୍ତି କିଛି ନାହିଁ। ବାହ୍ୟ ଆଡମ୍ବରରେ କିଛି ଅସୁବିଧା ଲାଭ ନାହିଁ। ଯୋଉ ମହିଷାସୁର ଥିଲେ ସେଇ ମହିଷାସୁର ରହିବେ। ଆମ ଭିତରେ କେତେ ପ୍ରକାର କାମ କ୍ରୋଧ ଲୋଭ ଈର୍ଷା ଦ୍ୱେଷ ଅହଂକାର ବିଭିନ୍ନ ପ୍ରକାର ଯୋଉ ଅଛି ଏଇ ସବୁ ମହିଷାସୁର ଗୁଣ। ତାକୁ ଆମେ ଦେବୀ ରୂପରେ ବା ଆମର ଜୀବନୀ ଶକ୍ତି ରୂପରେ ଆତ୍ମଜ୍ଞାନରେ ବ୍ରହ୍ମ ଜ୍ଞାନ ରୂପକ ସେ ଶକ୍ତିରେ ଆମେ ତାକୁ ନଷ୍ଟ କରିବା। ହେଲା ମହିଷାସୁର ମର୍ଦିନୀ। ମହିଷାସୁରକୁ ବଦ୍ଧ କରାଯିବ। ଆମ ଭିତରେ ସେ ଯୋଉ ଅମାନୁଷିକ ବା ପାପ ପ୍ରବୃତ୍ତି ଅଛି ତାକୁ ନାଶ କରିବା ହେଲା ପ୍ରକୃତରେ ଏଇ ଜିନିଷଟା। ଦେବୀ ପୂଜା ବି ସେଇ ମନ୍ତ୍ର ବି ଅଛି ଯାହା ଦେବୀ ସର୍ବଭୂତି ଶକ୍ତି ରୂପେଣ ଜ୍ଞାନ ରୂପେଣ ବୁଦ୍ଧି ରୂପେଣ ସଂସ୍ଥିତା ନମସ୍ତସ୍ୟୈ ନମସ୍ତସ୍ୟୈ। ସୂତ୍ର କଣ କହୁଛି ଆମେ କରୁଛେ କଣ? ଯଦି ଆପଣ ସୂତ୍ର ଅନୁସାରେ ଅଙ୍କ ନ କଷିବେ ଆପଣ ସଫଳ ହେବେନି ବା ଅଙ୍କର ଠିକ ଉତ୍ତର ପାଇବେନି ଆପଣ ପାସ୍ କରିପାରିବେନି ଫେଲ ହେବେ। ମନ୍ତ୍ର କଲା ଯାହା ଦେବି ଯେଉଁ ଦେବି ସର୍ବଭୂତରେ ପ୍ରାଣୀ ମାନଙ୍କ ଭିତରେ ଜୀବନୀ ଶକ୍ତି ରୂପରେ ବୁଦ୍ଧି ରୂପରେ ମାତୃତ୍ୱ ରୂପରେ ଅବସ୍ଥିତ। ତ ସିଏ ଯେଉଁଠି ଅବସ୍ଥିତ ଆମେ ସେଠି ପୂଜା କରିବା ନା ତାର ଗୋଟେ ପ୍ରତିମୂର୍ତ୍ତି କରିକି ପ୍ରତୀକାତ୍ମକ ରୂପେ ତାକୁ ପୂଜା କରିବା? ଏଇଟା ହବନି ନା ସେଇଟା ଭୁଲ ହେଇଯାଉଛି। ତ ସେ ଦେବୀ ରୂପ କିଏ ହେଲେ ଆମ ଜୀବନ ଶକ୍ତି ଆତ୍ମଶକ୍ତି ଜ୍ଞାନ ଶକ୍ତି। ସେ ଶକ୍ତି ମାଧ୍ୟମରେ ନିଜକୁ ଆମେ ଯୋଗ ସାଧନ କରିକି ସେ ଶକ୍ତିକୁ ବଳିଷ୍ଠ କରିକି ନିଜ ଭିତରେ ଥିବା ଦୁର୍ଗୁଣକୁ ନାଶ କରିବା।